ହାଲୋ ହାय ଛାଡନ୍ତୁ ଜୟ ଜଗନ୍ନାଥ କୁହନ୍ତୁ ଏବଂ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲା ବେଳେ ପାରମ୍ପରିକ ପୋଷାକ ପିନ୍ଧି ଯାଆନ୍ତୁ ଏଭଳି କିଛି ସଚେତନ ବାର୍ତ୍ତା ନେଇ ଆସିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ର ଯାହାକି କର୍ମକର୍ତ୍ତା ମାନେ ଆସିଛନ୍ତି ଏଠି ଇଏ ଗୋଟେ ସୁନ୍ଦର ବାର୍ତ୍ତା ଦଉଛନ୍ତି। ଆସ ଭାଇ ଜୟ ଜଗନ୍ନାଥ କହିବା ହାଲୋ ହାୟ କୁ ଛାଡିବା ଏଭଳି କିଛି ବାର୍ତ୍ତା ନେଇ ଆସିଛନ୍ତି। ଆଜି ନୂଆ ବର୍ଷରେ ସିଂହଦ୍ୱାର ପାଖରେ ଠିଆ ହେଇଛନ୍ତି କିଛି ପ୍ରତିକ୍ରିୟା ନବା। ଆଜ୍ଞା ଟିକେ ଆପଣଙ୍କ ପରିଚୟ। ମୁଁ ନିହାର ରଞ୍ଜନ ସାହୁ କେନ୍ଦ୍ରାପଡ଼ାରୁ ଆସିଛି। ଆଜ୍ଞା କେନ୍ଦ୍ରାପଡାରୁ ଆସିଛନ୍ତି କିନ୍ତୁ ହାଲୋ ହାୟ ଛାଡନ୍ତୁ ଜୟ ଜଗନ୍ନାଥ ଏଭଳି ଆଇଡିଆ କେମିତି ଆସିଲା ଆପଣଙ୍କୁ? ଦେଖନ୍ତୁ କେନ୍ଦ୍ରାପଡ଼ା ହଉଛି ତୁଳସୀ କ୍ଷେତ୍ର, ଶ୍ରୀ ଜଗନ୍ନାଥଙ୍କର ବଡ ଭାଇ ଶ୍ରୀ ବଳଭଦ୍ରଙ୍କର କ୍ଷେତ୍ର। ଆମେ କେବଳ ଶ୍ରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଏଭଳି ସଚେତନତା କାର୍ଯ୍ୟକ୍ରମ କରୁନାହୁଁ। ଏଇଟା ଆମର ପାରମ୍ପରିକ ଗତିବିଧି। ସବୁ ନୂଆ ବର୍ଷ ଦିନ ଆମେ ଶ୍ରୀ ବଳଦେବଜୀଉ ମନ୍ଦିର ଆଉ ପୁରୀରେ ଆରାଧ୍ୟ ଦେବତା ଶ୍ରୀ ଶ୍ରୀକ୍ଷେତ୍ରର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଆସି ଆମେ ଏଭଳି ସଚେତନତା ବାର୍ତ୍ତା କରୁ। ବିଶେଷ କରି ଆଜିର ଯୁବପିଢିରେ ବିଭିନ୍ନ ପ୍ରକାର ଯୋଉ ଅପସଂସ୍କୃତି ମାଡି ଆସୁଛି ସେ ଲୋକମାନେ ନିଜର ପାରମ୍ପରିକ ସଂସ୍କୃତିକୁ ଭୁଲି ଯାଉଛନ୍ତି। ତେଣୁ ଆମେ ଏଇ ବାର୍ତ୍ତାଟି ଆମେ ଦେଇଛୁ। ଆମେ ଯୋଉ ହାଲୋ ହାୟ ଯୋଉ ଯୁଗଠୁ ଇଂରାଜୀ ଯୁଗର ଅଧିକ ଆସୁଛି ପ୍ରବେଶ ଚଲି ଆସିଛି ସେଇଟା କିଭଳି ବନ୍ଦ ହବ ଆମେ ଆମ ପାରମ୍ପରିକ ଭାଷା ଜୟ ଜଗନ୍ନାଥ କହିକିରି ଆମେ ସମ୍ଭାଷଣ କରିବା ଅନ୍ୟମାନଙ୍କୁ। ନୂଆ ବର୍ଷରେ ଏଇ ବାର୍ତ୍ତାଟି ଦବା ପାଇଁ ଆମେ ଏଠିକି ଆସିଛୁ। କିନ୍ତୁ ପ୍ରକୃତରେ ହାଲୋ ହାୟରେ ଯୋଉ ମାଧୁର୍ଯ୍ୟ ନଥାଏ ଶ୍ରୀ ଜୟ ଜଗନ୍ନାଥ କହିଦେଲେ ସେ ମାଧୁର୍ଯ୍ୟଟା ବହୁ ଗୁଣରେ ବଢିଯାଏ। ଏ ଗୋଟେ ହଉଛି ଆମର ପାରମ୍ପରିକ ଲୋକ ସଂସ୍କୃତି। ସେଇଟା କିଭଳି ଉଜ୍ଜୀବିତ ହବ ଆଉ ଆଗକୁ ଲୋକମାନେ ଜୟ ଜଗନ୍ନାଥ କହି ଆନନ୍ଦ ଅନୁଭବ କରିବେ, ଭକ୍ତି ଭାବ ଆସିବ, ମନରେ ଭାବାବେଗ ଆସିବ, ଧାର୍ମିକ ମନୋଭାବ ଜାଗ୍ରତ ହବ, ସେଥିପାଇଁ ଏ ଉଦ୍ୟମଟି କରିଛୁ। ଆଉ ନିଶ୍ଚିତ ଭାବେ ଆପଣ ବି ଆମେ ବି ଦେଖିଲୁ ଯେ ମନ୍ଦିରରେ ଯୋଉ ପାରମ୍ପରିକ ପୋଷାକ ଆପଣ ବି ପାରମ୍ପରିକ ପୋଷାକ ପିନ୍ଧିକି ଆସିଛନ୍ତି। କଣ ଦେବେ ଆଜିକାଲି ଯୁବପିଢିଙ୍କୁ ଯେହେତୁ 2025 ଆରମ୍ଭ ହେଲା ନୂଆ ବର୍ଷରେ? ଜୟ ଜଗନ୍ନାଥ। ଦେଖନ୍ତୁ ପାରମ୍ପରିକ ପୋଷାକରେ ଗୋଟେ ମାଧୁର୍ଯ୍ୟତା ଥାଏ। ଆପଣ ଯେତେବେଳେ ବି ଯେକୌଣସି ସ୍ଥାନକୁ ଯାଉଛନ୍ତି, ଗୋଟେ ପାର୍ଟି ହୋଟେଲକୁ ଗଲେ ବି ଆପଣ ନିଜର ସେ ଡ୍ରେସ କୋଡରେ ଯାଉଛନ୍ତି, ନିଜକୁ କମ୍ଫର୍ଟ ଲାଗେ। ଗୋଟେ ସ୍କୁଲ ଡ୍ରେସରେ ଯାଉଛନ୍ତି, ସେ ଜାଗାରେ ଯାଉଛନ୍ତି। କିନ୍ତୁ ଆମ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ଆସୁଛୁ କି କୌଣସି ଧାର୍ମିକ ପୀଠକୁ ଆମେ ଆସୁଛୁ, ଯଦି ଆମେ ନିଜର ପାରମ୍ପରିକ ପୋଷାକରେ ଆସିବା ଆମକୁ ନିଜକୁ ଆତ୍ମସନ୍ତୋଷ ଲାଭ କରିବା ସହିତ ମହାପ୍ରଭୁଙ୍କର ବିଭୁ କୃପା ଆମେ ପାଇବା ଏବଂ ଆମ ଓଡିଶାର ମାନ ରଖିବା। ଆମ ଓଡିଶା ଗୋଟେ ପାରମ୍ପରିକ ରାଜ୍ୟ ଯୋଉଥିରେ କି ଆମର ଭଗବାନ ମହାପ୍ରଭୁ ଅଛନ୍ତି, ତ ସହିତ ଆମେ ବିଭିନ୍ନ ଧାର୍ମିକ ପୀଠ ଅଛି। ଆମେ ଚାହୁଁ ସେଇ ଭଗବାନଙ୍କ ନିକଟକୁ ଆମେ ଯେତେବେଳେ ଯିବା ନିଜକୁ ସେ ଅବସ୍ଥାରେ ସଜେଇକି ଯିବା ଯୋଉଥିରେ ଆମକୁ ଆତ୍ମସନ୍ତୋଷ ଲାଗିବ ଆମେ ମନ୍ଦିର ଆସିଛୁ। ସେଇଥିପାଇଁ ଆମର ଏ କାର୍ଯ୍ୟକ୍ରମ। ନିଶ୍ଚିତ ଭାବେ ବହୁତ ସୁନ୍ଦର ବାର୍ତ୍ତାଟି ଦେଇଛନ୍ତି। କାହିଁକି ନା ହାଲୋ ହାୟ ଛାଡନ୍ତୁ ଜୟ ଜଗନ୍ନାଥ କୁହନ୍ତୁ ଆଜିର ଯୁବପିଢି ମାନଙ୍କୁ ଗୋଟେ ନୂଆ ସନ୍ଦେଶ ଦେଇଛନ୍ତି। ଏବଂ ଯୋଉ ପାରମ୍ପରିକ ପୋଷାକ ରହିଛି, କାରଣ ଆପଣ ବାହାରୁ ବୁଲିବାକୁ ଯାଆନ୍ତୁ, ପାର୍ଟି ଫାଟି କରିବାକୁ ଯାଆନ୍ତୁ, ବାହାଘରକୁ ଯାଆନ୍ତୁ, କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ କଲେ ଏଇ ଯୋଉ ପାରମ୍ପରିକ ପୋଷାକ ଥାଏ ସେ ପାରମ୍ପରିକ ପୋଷାକ ପିନ୍ଧିକି ଯିବା ପାଇଁକା ସେ ଏଠି ଅନୁରୋଧ କରୁଛନ୍ତି। ନିଶ୍ଚିତ ଭାବେ ଇଏ ଗୋଟେ ବହୁତ ସୁନ୍ଦର ପଦକ୍ଷେପ ନେଇକି ଏଠି ସିଂହଦ୍ୱାର ସମ୍ମୁଖରେ ସେ ଅଛନ୍ତି ଏବଂ ସଚେତନ ବାଣ୍ଟୁଛନ୍ତି ଏବଂ ଗୋଟେ ବ୍ୟାନରରେ ସେ ଠିଆ ହୋଇଛନ୍ତି। ପୁରୀରୁ ସରୋଜ କୁମାର ମଲ୍ଲିକ ରିପୋର୍ଟ, ସକାଳ ନ୍ୟୁଜ।